24 ଘଣ୍ଟାରେ ଲଘୁଚାପ ଭୀଷଣ ବର୍ଷା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରକୁ ରେଡ୍ ଆଲର୍ଟ ଜାରି। ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଆଗାମୀ 24 ଘଣ୍ଟାରେ ଭୀଷଣ ବର୍ଷା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ 10ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। 28 ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଅଛି। ପରବର୍ତ୍ତୀ ଖବର, ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସିର ଖବର। ଏବେ ଛାତ୍ରଛାତ୍ରୀମାନେ ବର୍ଷକୁ ଦେବେ 2 ଥର ଦଶମ ପରୀକ୍ଷା। 2026ରୁ ବର୍ଷକୁ 2 ଥର ହେବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ପରୀକ୍ଷା। ଏଥିରେ ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ ଓ ଦ୍ୱିତୀୟ ପରୀକ୍ଷା ଇଚ୍ଛାଧୀନ ରହିବ। ଯେଉଁ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରହିବ ତାହାକୁ ଗ୍ରହଣ କରାଯିବ। ଏହା ଫଳରେ ଛାତ୍ରଛାତ୍ରୀମାନଙ୍କ ଉପରେ ଚାପ କମ୍ ରହିବ ଏବଂ ସେମାନଙ୍କୁ ଆହୁରି ଭଲ ମାର୍କ ରହିବା ପାଇଁ ଦ୍ୱିତୀୟ ସୁଯୋଗ ପାଇପାରିବେ। ଜାତୀୟ ଶିକ୍ଷାନୀତି 2020ରୁ ସୁପାରିଶ ଅନୁଯାୟୀ CBSE ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବୋର୍ଡର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଏକ ସରଳ ଏବଂ ଚାପମୁକ୍ତ ପରିବେଶ ପ୍ରଦାନ କରିବ, ଯାହାଦ୍ୱାରା ସେମାନେ ସେମାନଙ୍କର ଭୁଲରୁ ଶିଖିପାରିବେ ଏବଂ ଉନ୍ନତି କରିପାରିବେ। ପରବର୍ତ୍ତୀ ଖବର, ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଲା ଆଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ISSରୁ ମହାକାଶ ପାଇଁ ଯାତ୍ରା କରିବେ। ଏହା ପ୍ରଥମ ଥର ଯେ ଜଣେ ଭାରତୀୟ ବୈଜ୍ଞାନିକ ISS ଭଳି ଏକ ଉଚ୍ଚ ପ୍ରଯୁକ୍ତି ବିଦ୍ୟା ମହାକାଶ ମିଶନର ଅଂଶ ହେଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶୁଭ୍ରାଂଶୁଙ୍କୁ ଏହି ମିଶନ ସମୟରେ ଘଣ୍ଟାଏ ଦରମା କିମ୍ବା କୌଣସି ପୃଥକ ସମ୍ମାନ ମିଳିବ ନାହିଁ, ବରଂ ଭାରତ ସରକାର ଏହି ସମ୍ପୂର୍ଣ୍ଣ ମିଶନର ଖର୍ଚ୍ଚ ବହନ କରୁଛନ୍ତି। ଶୁଭ୍ରାଂଶୁଙ୍କ ମିଶନ ପ୍ରାୟ 14 ଦିନର ହେବ, ଯେଉଁଥିରେ ସେ ମହାକାଶରେ ରହି ପ୍ରାୟ 60ଟି ବୈଜ୍ଞାନିକ ପରୀକ୍ଷଣରେ ଅଂଶଗ୍ରହଣ କରିବେ। ଏହି ପରୀକ୍ଷଣଗୁଡ଼ିକରେ ମାନବ ଶରୀର ଉପରେ ମାଇକ୍ରୋଗ୍ରାଭିଟିର ପ୍ରଭାବ, ମହାକାଶ ଖାଦ୍ୟ ପରୀକ୍ଷା, ଜୈବ ଗବେଷଣା ଏବଂ ଭବିଷ୍ୟତ ପାଇଁ ଆବଶ୍ୟକ ପ୍ରଯୁକ୍ତିବିଦ୍ୟାର ତଦନ୍ତ ଅନ୍ତର୍ଭୁକ୍ତ। ପରବର୍ତ୍ତୀ ଖବର, ଶେଷରେ ମୁହଁ ଖୋଲିଛନ୍ତି ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଲି ଦାସ। ସେ ବିଜେପିରେ ଯୋଗ ଦେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ନିଜେ ମତ ରଖିଛନ୍ତି। ସେ ତାଙ୍କର ସାମାଜିକ ଗଣମାଧ୍ୟମ ନିଜର ମତାମତ ଦେଇଛନ୍ତି, କାରଣ ତାଙ୍କ ଉପରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଏଜେନ୍ସି ଦ୍ୱାରା ଚଢ଼ାଉ କରାଯାଉଛି। ନିକଟରେ ତାଙ୍କର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଉପରେ IT ରେଡ୍ କରାଯାଇଥିଲା। ବାରମ୍ବାର ଏପରି କରିବା ଅର୍ଥ ଦୀପାଲି କିପରି ବିଜେପିରେ ସାମିଲ ହେଲେ ସେ ନେଇ ଆଶଙ୍କା ସୃଷ୍ଟି ହେଲା। ତେବେ ଏହାକୁ ନେଇ ଦୀପାଲି ତାଙ୍କ ସାମାଜିକ ଗଣମାଧ୍ୟମରେ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଜଣେ ଯେତେ ସଫଳ ଓ ଜୀବନରେ ଯେତେ ଆଗକୁ ବଢ଼ିବ, ସେ ସେତେ ନିନ୍ଦା ଅପବାଦର ଶିକାର ହେବ। ଯିଏ ଯେତେ କଷ୍ଟ କରୁ ମୋର ସେବା ମନୋଭାବକୁ ଭାଙ୍ଗି ପାରିବେ ନାହିଁ କି ଲୋକଙ୍କ ସହିତ ସ୍ୱର ଉତ୍ତୋଳନ କରିବା ବନ୍ଦ କରିପାରିବେ ନାହିଁ। ମୋର କଠିନ ସମୟରେ ମୋ ସହିତ ଠିଆ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କୃତଜ୍ଞତାର ସହିତ ଧନ୍ୟବାଦ ଜଣାଉଛି। ପରବର୍ତ୍ତୀ ଖବର, ପୁରୀରେ ମାଗଣା ସେବା ଦେବେ 200ଟି ଅଟୋ ଓ 36ଟି ବସ୍। ବ୍ୟବସାୟିକା ଅଟୋ ନ ଚଳାଇବାକୁ ନିର୍ଦ୍ଦେଶ। ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କୁ ପୁରୀ ସହର ଭିତରେ ମାଗଣା ପରିବହନ ସେବା ଯୋଗାଇ ଦିଆଯିବ। ବାହାର ରାଜ୍ୟ ତଥା ବାହାର ଜିଲ୍ଲାରୁ ଆସୁଥିବା ଶ୍ରଦ୍ଧାଳୁମାନେ ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ପହଞ୍ଚି ଯେଉଁଭଳି ସମସ୍ୟା ନ ଭୋଗିବେ ସେଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଅଟୋ ବସ୍ ଯୋଗେ ସେମାନଙ୍କୁ ସହର ନିକଟସ୍ଥ ବିଭିନ୍ନ ସ୍ଥାନକୁ ଅଣାଯିବ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ 200ଟି ଅଟୋ ଏବଂ 36ଟି ବସ୍ ଚାଲିବ। ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶରେ ଏହି ଅଟୋ ଏବଂ ବସ୍ରେ ଶ୍ରଦ୍ଧାଳୁମାନଙ୍କୁ ମାଳତୀ ପାଟରୁ ଏବଂ ତାଳବଣିଆ ବସ୍ଷ୍ଟାଣ୍ଡରୁ ଅଣାଯିବ। ଏହି ସେବା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ଏହି 3 ଦିନରେ ଅନ୍ୟ ବ୍ୟବସାୟିକା ଅଟୋ ନ ଚଳାଇବାକୁ କୁହାଯାଇଛି। ବ୍ୟବସାୟିକା ଅଟୋ ଚାଲିଲେ ଗଳିକନ୍ଦିରେ ଭିଡ଼ ହେବା ସହ ରାସ୍ତା ଜାମ୍ ହେଉଛି। ଏଣୁ ଏହାକୁ ପ୍ରତିହତ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ପରବର୍ତ୍ତୀ ଖବର, ଇସ୍ରାଏଲ ସେନା ଉପରେ ଏକ ବଡ଼ ଆକ୍ରମଣ କରିଛି ହମାସ ଆତଙ୍କବାଦୀ। ମଙ୍ଗଳବାର ଦିନ ଦକ୍ଷିଣ ଗାଜାର ଖାନ୍ ୟୁନିସ୍ ସହରରେ ଏକ ଇସ୍ରାଏଲ ସଶସ୍ତ୍ର ଯାନରେ ବିସ୍ଫୋରକ ରଖି ଏହି ଆକ୍ରମଣ କରାଯାଇଛି। ଏହି ବିସ୍ଫୋରଣ ଯୋଗୁଁ 7 ଜଣ ଇସ୍ରାଏଲ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ଏନେଇ ଆଜି ବୁଧବାରରେ ଜଣେ ଇସ୍ରାଏଲ ସୈନ୍ୟ ଅଧିକାରୀ କହିଛନ୍ତି ଯେ ଏହା ଗାଜାର ଇସ୍ରାଏଲ ସେନା ପାଇଁ ଏକ ଘାତକ ଆକ୍ରମଣ।
ସୂଚନା ଥାଉ କି 7 ଅକ୍ଟୋବର 2023ରେ ହମାସ ଆକ୍ରମଣ ପରଠାରୁ ହମାସ ସହିତ ଆରମ୍ଭ ହୋଇଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ 860ରୁ ଅଧିକ ଇସ୍ରାଏଲ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ ସେନା କହିଛି ଯେ ଖାନ୍ ୟୁନିସ୍ ଅଞ୍ଚଳରେ ଗୁଳି ବିନିମୟରେ ମଙ୍ଗଳବାର ଦିନ ଜଣେ ସୈନିକ ଗୁରୁତର ଆହତ ହୋଇଛନ୍ତି।